ନମସ୍କାର। ଆସନ୍ତୁ ଆଜି ଏକ ଏମିତି କାହାଣୀ ଶୁଣିବା ଯାହା ଆମ ଭାବନାକୁ ହୁଏତ ସମ୍ପୂର୍ଣ୍ଣ ଭାବେ ବଦଳେଇ ଦେଇପାରେ। ଏ କାହାଣୀ ହେଉଛି ଜଣେ ଶୂଦ୍ର ଆଉ ଜଣେ ବ୍ରାହ୍ମଣଙ୍କର ଗୋଟେ ଏମିତି କଥା ଯାହା ଆମକୁ ଶିଖେଇବ କି ପ୍ରକୃତରେ ଶୁଦ୍ଧତା କ'ଣ। ହଉ ତେବେ କାହାଣୀ ଆରମ୍ଭ କରାଯାଉ। ତ ଏ କାହାଣୀର ମୂଳରେ ଅଛନ୍ତି ଜଣେ ବହୁତ ବଡ଼ ଦାର୍ଶନିକ। ତାଙ୍କ ଜୀବନର ନା ଆମ ସମସ୍ତଙ୍କ ପାଇଁ ଗୋଟେ ବହୁତ ବଡ଼ ଶିକ୍ଷା ରହିଛି। ତ ଆମ କାହାଣୀର ମୁଖ୍ୟ ଚରିତ୍ର ହେଉଛନ୍ତି ମହାତ୍ମା ରାମାନୁଜ। ସେ କିଛି ସାଧାରଣ ସାଧୁ ନଥିଲେ ଆଜ୍ଞା। ସେ ଥିଲେ ଜଣେ ବହୁତ ବଡ଼ ଦାର୍ଶନିକ, ଆଉ ତାଙ୍କ ଜ୍ଞାନର ତ କିଛି ସୀମା ହିଁ ନଥିଲା। କିନ୍ତୁ ଦେଖନ୍ତୁ, ସମୟ ତ କାହାକୁ ଅପେକ୍ଷା କରେନି। ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ତାଙ୍କ ଶରୀର ବି ଟିକେ ଦୁର୍ବଳ ହେଇଗଲା। ଏମିତି ଅବସ୍ଥା ହେଲା ଯେ ତାଙ୍କୁ ଚାଲିବା ପାଇଁ କାହାର ନା କାହାର ସାହାରା ଦରକାର ପଡ଼ୁଥିଲା। ଆଉ ଏଇଠୁ ହିଁ ଏ ସାହାରା ନେବାରୁ ହିଁ କାହାଣୀରେ ଗୋଟେ ମୋଡ଼ ଆସୁଛି। କାହିଁକିନା ତାଙ୍କର ଗୋଟେ ଦୈନିକ ଅଭ୍ୟାସ ଥିଲା ଯାହାକି ଲୋକମାନଙ୍କୁ ପୁରା ଆଶ୍ଚର୍ଯ୍ୟ କରିଦେଉଥିଲା। ସେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଉଥିଲେ କି ଏମିତି କାହିଁକି ହେଉଛି। ହଁ, ତ କଥାଟା କ'ଣ ଥିଲା ଜାଣିଛନ୍ତି? ସେ ପ୍ରତିଦିନ ନଈକୁ ଗାଧେବାକୁ ଯାଆନ୍ତି, କିନ୍ତୁ ଯିବାବେଳେ ସେ ଜଣେ ବ୍ରାହ୍ମଣଙ୍କ କାନ୍ଧରେ ଭରା ଦେଇ ଯାଆନ୍ତି, ଆଉ ଫେରିବା ବେଳକୁ ଠିକ୍ ତାର ଓଲଟା। ସ୍ନାନ ସାରି ଶୁଦ୍ଧ ହୋଇ ଫେରିବା ବେଳେ ସେ ଜଣେ ଶୂଦ୍ରଙ୍କ କାନ୍ଧରେ ହାତ ରଖି ଫେରନ୍ତି। ଭାରି ଅଜବ କଥା, ନୁହେଁ କି? ଆଉ ତାଙ୍କର ଏଇ କାମ ଦେଖି ଲୋକମାନେ ପୁରା ଚକିତ। ସେମାନେ ପରସ୍ପରକୁ ଚାହିଁ କୁହାକୁହି ହୁଅନ୍ତି। କିନ୍ତୁ ଏହାର କାରଣ କ'ଣ ତାହା କେହି ବୁଝିପାରୁନଥିଲେ। ଏ ରହସ୍ୟଟା କ'ଣ ଥିଲା? ଆଉ ଶେଷରେ ତାଙ୍କର ଧୈର୍ଯ୍ୟ ରହିଲାନି। ବହୁତ ହେଲା କୁହାକୁହି। ସେମାନେ ଭାବିଲେ ନା, ଆଉ ନୁହେଁ, ଏହାର ଉତ୍ତର ସିଧା ମହାତ୍ମାଙ୍କୁ ହିଁ ପଚାରିବାକୁ ପଡ଼ିବ। ତ ଦିନେ କିଛି ଲୋକ ସାହସ କରି ତାଙ୍କ ପାଖକୁ ଗଲେ ଆଉ ବହୁତ ନମ୍ର ଭାବରେ ପଚାରିଲେ, ଭଗବାନ, ଆମର ଗୋଟେ ପ୍ରଶ୍ନ ଥିଲା। ଆପଣ ଏତେ କଷ୍ଟ କରି ସ୍ନାନ କରି ଶୁଦ୍ଧ ହେଉଛନ୍ତି, ଆଉ ତାପରେ ଫେରିବା ବେଳେ ଜଣେ ଶୂଦ୍ରଙ୍କୁ ଛୁଉଁଛନ୍ତି। ଏମିତି କଲେ ତ ଆପଣ ପୁଣି ଅପବିତ୍ର ହୋଇଯାଉଥିବେ। ତେବେ ଏ ସ୍ନାନ କରି ଲାଭ କ'ଣ ହେଉଛି? ଲୋକଙ୍କର ଏମିତି ସିଧା ପ୍ରଶ୍ନ ଶୁଣି ରାମାନୁଜ କିନ୍ତୁ ଟିକେ ବି ରାଗିଲେନି। ବରଂ ତାଙ୍କ ମନରେ ଥିବା ସବୁ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ସେ ଶୁଦ୍ଧତାର ପ୍ରକୃତ ମାନେ କ'ଣ ତାହା ବୁଝେଇବାକୁ ଲାଗିଲେ। ଆଚାର୍ଯ୍ୟ ରାମାନୁଜ ସେ କିଛି କହିଲେନି ପ୍ରଥମେ। ବସ୍ ଖାଲି ଟିକେ ମୁର୍କି ହସିଦେଲେ। ଆଉ ଲାଗୁଥିଲା ସତେ ଯେମିତି ସେହି ହସ ଭିତରେ ହିଁ ସବୁ ପ୍ରଶ୍ନର ଉତ୍ତର ଲୁଚି ରହିଥିଲା। ସେ କହିଲେ, ଦେଖନ୍ତୁ, ଶୁଦ୍ଧି ନା ଦୁଇ ପ୍ରକାରର। ଗୋଟେ ହେଲା ଆମ ଶରୀରର ଶୁଦ୍ଧି, ଏଇଟା ତ ଆମେ ଗାଧେଇଲେ ପାଇଯାଉ। କିନ୍ତୁ ଆଉ ଗୋଟେ ଶୁଦ୍ଧି ଅଛି ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସେଇଟା ହେଲା ମନର ଶୁଦ୍ଧି। ଆଉ ଏଇଟା କେବଳ ଗୋଟିଏ ଜିନିଷ ଛାଡ଼ିଲେ ହିଁ ମିଳେ, ସେଇଟା ହେଲା ଅହଙ୍କାର। ସେ ଆହୁରି ବୁଝେଇକି କହିଲେ କି ମନର ସବୁଠୁ ବଡ଼ ମଇଳା ଆଉ କିଛି ନୁହେଁ, ତାହା ହେଉଛି ଆମ ଅହଙ୍କାର। ଯେତେ ଦିନ ଯାଏଁ ଜଣେ ମଣିଷ ଭିତରେ ଟିକେ ବି ଅହଙ୍କାର ବଞ୍ଚିଛି, ସେ ଦିନକୁ 100 ଥର ଗାଧେଇଲେ ବି କ'ଣ ହେବ, ତାର ମନ କେବେ ବି ଶୁଦ୍ଧ ହୋଇପାରିବ ନାହିଁ। ତାଙ୍କ କଥାର ସାର ଥିଲା ବାସ୍ ଏତିକି, ମନର ମଇଳା ତ ଅହଙ୍କାର ଅଟେ। କେତେ ବଡ଼ କଥା! ଏଇଟା ସେହି ଅଶୁଦ୍ଧି ଯାହା ଆଖିକୁ ଦେଖାଯାଏନି, କିନ୍ତୁ ଆମକୁ ଭିତରୁ ଭିତରୁ ଖାଇଯାଏ। ଆଉ ଏତିକି କହିବା ପରେ ସେ ଶେଷରେ ସେଇ ଅଜବ ଅଭ୍ୟାସର ରହସ୍ୟ ଉପରୁ ପର୍ଦ୍ଦା ଉଠେଇଲେ। ସେ କହିଲେ, ମୁଁ ଯେତେବେଳେ ନଦୀରେ ଗାଧୋଉଛି ସେତେବେଳେ ମୋ ଶରୀରର ମଇଳା ସଫା କରୁଛି, କିନ୍ତୁ ଯେତେବେଳେ ଗାଧେଇ ସାରି ଜଣେ ଶୂଦ୍ରଙ୍କୁ ଛୁଉଁଛି ସେତେବେଳେ ମୁଁ ମୋ ମନ ଭିତରେ ଥିବା ସେଇ ଅହଙ୍କାରର ମଇଳାକୁ ସଫା କରୁଛି। ଭାବିଲେ ଆଶ୍ଚର୍ଯ୍ୟ ଲାଗେ କେତେ ସରଳ ଆଉ କେତେ ଗଭୀର ଥିଲା ତାଙ୍କ ଚିନ୍ତାଧାରା। ସେ ଭାବୁଥିଲେ, ମୁଁ କାହାଠୁ ବଡ଼ ନୁହେଁ, ବରଂ ଏ ଦୁନିଆରେ ସମସ୍ତେ ମୋଠୁ ବଡ଼। ଏପରିକି ସେ ଶୂଦ୍ର ଜଣକୁ ବି ସେ ନିଜଠୁ ଶ୍ରେଷ୍ଠ ବୋଲି ମାନୁଥିଲେ। ଆଉ ଏଇ ଭାବନା, ଏଇ ନମ୍ରତାକୁ ନିଜ ଭିତରେ ସବୁବେଳେ ବଞ୍ଚେଇ ରଖିବା ପାଇଁ ହିଁ ସେ ପ୍ରତିଦିନ ତାଙ୍କ ସାହାରା ନେଉଥିଲେ। ଆଚାର୍ଯ୍ୟ ରାମାନୁଜଙ୍କ ମୁହଁରୁ ଏମିତି କଥା ଶୁଣିସାରିବା ପରେ ସେଠି ଥିବା ସବୁ ଲୋକଙ୍କ ମୁଣ୍ଡ ସମ୍ମାନରେ ନଇଁଗଲା। ସେମାନେ ସେଦିନ ବୁଝିଗଲେ ଯେ ସେମାନେ ଏତେ ଦିନ ଧରି କେବଳ ବାହାରର ଶୁଦ୍ଧତାକୁ ଦେଖୁଥିଲେ, କିନ୍ତୁ ପ୍ରକୃତ ଶୁଦ୍ଧତା କ'ଣ ତାହା ବୁଝି ପାରିନଥିଲେ। ତେବେ ଏ କାହାଣୀରୁ ଆମେ କ'ଣ ଶିଖିଲେ? ସିଧା କଥା, ପ୍ରକୃତ ଶୁଦ୍ଧିଟା ମନର, ଶରୀରର ନୁହେଁ। ଆଉ ସବୁଠୁ ବଡ଼ ଅଶୁଦ୍ଧି ବା ମଇଳା ହେଉଛି ଆମର ଅହଙ୍କାର। ଏହା ଆମକୁ ମନେ ପକାଇ ଦେଉଛି ଯେ ଜାତି ବର୍ଣ୍ଣର ଭେଦଭାବ କରିବା ଭୁଲ। ସମସ୍ତେ ସମ୍ମାନ ପାଇବାକୁ ଯୋଗ୍ୟ। କାହାଣୀ ତ ଶେଷ ହେଲା, କିନ୍ତୁ ଏହା ଆମ ପାଇଁ ଗୋଟେ ବହୁତ ବଡ଼ ପ୍ରଶ୍ନ ଛାଡ଼ି ଦେଇଯାଉଛି। ଦେଖନ୍ତୁ, ମହାତ୍ମା ରାମାନୁଜ ତ ନିଜ ମନର ମଇଳା ମାନେ ତାଙ୍କ ଅହଙ୍କାରକୁ ଚିହ୍ନିଥିଲେ, ଆଉ ତାକୁ ସଫା କରିବାର ବାଟ ବି ଖୋଜିଥିଲେ। କିନ୍ତୁ ପ୍ରଶ୍ନ ହେଉଛି, ଆମେ କ'ଣ ନିଜ ଭିତର ସେଇ ମଇଳାକୁ ଚିହ୍ନିଛେ? ଆମ ମନର ମଇଳା କ'ଣ? ଏ ବିଷୟରେ ଟିକେ ଭାବିବାର ଅଛି, ନୁହେଁ କି?